ଦେଖିଛି ତୋ କୋଲରେ ବଡ଼ି ମୁଁ ଦୁନିଆ ଦେଖିଛି ସେଇ ଉଦ୍ୟାନରେ ଭ୍ରମଣ କରୁ କରୁ ମୋତେ ଭାରି ଭୋକ ହେଲାଣି ମା ମୋତେ କିଛି ଖାଇବାକୁ ଦିଅ ନା ଆରେ ହଁ ମୁଁ ଜାଣିଥିଲି ହଁ ମା କାହିଁକି ନା ମୋ ପୁଅ ଶ୍ରାବଣ ଯଦି ମୋ ପାଖକୁ ଆସିବ ହଁ ମା ତାହେଲେ ସେ ନିଶ୍ଚୟ ଖାଇବା ପାଇଁ ମାଗିବ ଜନନୀ ତେଣୁକରି ଜାଣିଛ ଧନ ହଁ ମା ମୁଁ ଆଜି ତୋ ମନ ପସନ୍ଦର ଖାଇବା ତିଆରି କରିଛି ମା ତୁମେ ମୋ ମନ ପସନ୍ଦର ଖାଇବା ତିଆରି କରିଛ ହଁ ତାହେଲେ ଆଉ କାହିଁକି ବିଳମ୍ବ କରୁଛ ଜନନୀ ଖାଇବାକୁ ଦିଅ ନା ତାହେଲେ ଠିକ ଅଛି ଧନ ହଁ ମା ମୁଁ ତୋ ପାଇଁ ଖାଇବା ନେଇକି ଆସୁଛି ନେଇକି ଆସ ମା ଆଉ ବିଳମ୍ବ କରନି ହଁ ରେ ଧନ ମା ଜନନୀ ତୁମେ ଏତେ ସୁନ୍ଦର ଖାଇବା ତିଆରି କରିଥିଲ କଣ କହି ତୁମକୁ ଧନ୍ୟବାଦ ଜଣାବି ମୁଁ କିଛି ବୁଝିପାରୁନି ମା ଯଦି ମା ପୁଅକୁ ଖାଇବା ଦିଏ ତାହେଲେ ପୁଅ କଣ ମାକୁ ଧନ୍ୟବାଦ ଦିଏ ନାଇଁ ରେ ଧନ ନାଇଁ ତୁମେ ସତ କହୁଛ ମା ହଁ ଏ ଧନ ମା ମୁଁ ତତେ ଗୋଟିଏ କଥା କହିବାକୁ ଚାହୁଁଅଛି ମୋ କଥାଟିକୁ ରଖିବୁ ନା ମା ତୁମେ ପୁଣି ଗୋଟିଏ କଥା କହିବ ଆଉ ତୁମ ପୁଅ ଶ୍ରାବଣ ତୁମ କଥା ରଖିବନି କୁହ ମା ଆରେ କଣ କହିବ ତୁମେ ତାହେଲେ ମୋ କଥାଟି ତୁ ରଖିବୁ ନିଶ୍ଚୟ ମା ନିଶ୍ଚୟ ମା ତୁ ତ ଜାଣିଛୁ ହଁ ଜନନୀ ତୋ ପିତା ବର୍ତ୍ତମାନ ବୃଦ୍ଧାବସ୍ଥା ମା ତୁମେ ଠିକ କହୁଛ ପିତା ମୋର ବର୍ତ୍ତମାନ ବୃଦ୍ଧାବସ୍ଥାରେ ହେଲେ ମା ହେଲେ କଣ ଜାଣିଛୁ ତୁମେ କିଛି କହିବି ବୋଲି କହୁଥିଲ ନା ହଁ ମୁଁ ତତେ କହିବି କୁହ ମା କୁହ ତୁ ତ ଜାଣିଛୁ ହଁ ମା ତୋ ପିତା ଠାରୁ ମୁଁ ଯାହା ଆଶା କରିଥିଲି ସେ ଆଶାଟି ଆଉ ତୋ ପିତାଟା ଜମାରୁ ପୂରଣ କରିପାରୁନାହାନ୍ତି ଆରେ ହସ ଲାଗେ ଶୁଣି ତୁମ କଥା ଆମ ଏଇ ପ୍ରତାପଗଡ଼ ରାଜ୍ୟରେ ହୀରା ନୀଳା ମୋତି ମାଣିକ ଜନନୀ କୋଉଥିରେ ଅଭାବ ନାହିଁ ଆଉ ତୁମେ କହୁଛ ତୁମ ଆଶା ମୋ ପିତା ପୂରଣ କରିପାରୁନାହାନ୍ତି ନାଇଁ ମା ନାଇଁ ତୁମେ ଯାହା କହୁଛ ସମ୍ପୂର୍ଣ୍ଣ ରୂପରେ ଭୁଲ କହୁଛ ମୁଁ ସତ କହୁଛି ଆରେ ଗୋଟିଏ ନାରୀକୁ ହୀରା ନୀଳା ମୋତିରେ ପୋତି ଦେଲେ ମଧ୍ୟ ସେଥିରେ ତା ଆଶାଟା ପୂରଣ ହୁଏନି ତା ଆଶା ପୂରଣ କରିବାକୁ
ଆଉ ବି କିଛି ଦରକାର ହୁଏ। ଇଏ ମା ତୁମେ କଣ କହୁଛ? ସତରେ ମୁଁ କିଛି ବୁଝିପାରୁନି ମା, କିଛି ବୁଝିପାରୁନି। ସତରେ ହଁ ମା, ତୁ କିଛି ମଧ୍ୟ ଏପର୍ଯ୍ୟନ୍ତ ଜମାରୁ ମୁଁ କିଛି ବୁଝିପାରୁନି ମା। ଆରେ ମା ତତେ କେମିତି କହିଲେ ତୁ ବୁଝିବୁ? ଇଏ ମା, ଯାହା କହିବା କଥା ତୁମେ ସଫା ସଫା କୁହ ମା। ଆରେ ଏଇ ମୋ ରୂପ ଯୌବନ ଦେଖିକି ମଧ୍ୟ ତୁ କିଛି ମଧ୍ୟ ବୁଝିପାରୁନୁ? ମା ନା ତ ମା, ମୁଁ କିଛି ବୁଝିପାରୁନି। ସତରେ? ହଁ ମା, ତାହେଲେ କହିଦେବି। କୁହ ମା କୁହ। ଏ ଶ୍ରାବଣ ମା ସତରେ ଏଇ ମୋର ଯୌବନଟାକୁ ଉପଭୋଗ କରି ଶ୍ରାବଣ ମୋ ମନଟାକୁ ଥରୁଟେ ତୁ ଶାନ୍ତି କରିଦେ ରେ, ଥରୁଟେ ତୁ ଶାନ୍ତି କରିଦେ। ନା মা, ইয়ে মা, তুমি শ্রাবণକୁ ତୁମ ଗର୍ଭରେ 10 ମାସ 10 ଦିନ ଧାରଣ କରିନ ମା। ହେଲେ ମା, ତୁମେ ତୁମ ପୁଅ ଶ୍ରାବଣକୁ ତୁମ ନିଜ ପୁଅଠୁ ବି ଅଧିକା ସ୍ନେହ ଦେଉଛ ମା। ତୁମେ ଏତେ ବଡ଼ କଥା କହିପାରିଲ? ନାଇଁ ମାନେ ଆରେ ମୁଁ ଏ କଣ ଭାବୁଛି, ମୋ ମା କଣ ଏତେ ବଡ଼ କଥା କହିପାରିବ? ଜମାରୁ ନୁହଁ। କାହିଁକି କହିବ ମୋ ମା ଏତେ ବଡ଼ କଥା? ମୋ ମା ଯେତେବେଳେ ମୋତେ ଛୋଟରୁ ଏତେ ବଡ଼ ଯେତେବେଳେ କରିଛି, ମୋ ମା ଆଜି ମୋତେ ପରୀକ୍ଷା କରୁଛି। ହଁ ଏ ମା, ତୁମେ ତୁମ ପୁଅ ଶ୍ରାବଣକୁ ପରୀକ୍ଷା କରୁଛ ନା? କହିଦିଅ ମା, ତୁମେ କହିଦିଅ ତୁମ ପୁଅ ଶ୍ରାବଣକୁ ତୁମେ ପରୀକ୍ଷା କରୁଛ। ହଁ ମା, ତୁମେ ନିଶ୍ଚୟ ତୁମ ପୁଅ ଶ୍ରାବଣକୁ ପରୀକ୍ଷା କରୁଛ। ନାଇଁ ଶ୍ରାବଣ ନାଇଁ, ମୁଁ ତତେ ପରୀକ୍ଷା କରୁନି, ମୁଁ ତତେ ସତ କହୁଛି ଶ୍ରାବଣ, ସତ କହୁଛି। ନା ଶ୍ରାବଣ ଏଇ ମୋ ଖରା ଯୌବନରେ ଯୋଉ ହୁତୁ ହୁତୁ ହେଇ ନିଆଁଟା ଜଳୁଅଛି ଶ୍ରାବଣ, ସେଇ ନିଆଁଟାକୁ ଜମାରୁ ସମ୍ଭାଳି ପାରୁନି। ଯଦି ତୁ ଚାହିଁବୁ ସେଇ ନିଆଁଟାକୁ ନିଶ୍ଚୟ ବୁଝାଇ ପାରିବୁ। ଇଏ ମା, ତୁମେ ଏତେ ବଡ଼ କଥା କହିବା ଆଗରୁ ତୁମ ତୁଣ୍ଡ ଛିଡ଼ିକି ପଡୁନି କାହିଁକି ମା? ନାଇଁ ମା, ମୁଁ ତୁମକୁ ଅନୁରୋଧ କରୁଛି ମା, ତୁମେ ଏତେ ବଡ଼ ପାପ କଥା କୁହନି ତୁମ ପୁଅ ଶ୍ରାବଣକୁ। ଆରେ ଏ ଶ୍ରାବଣ ମା ଆରେ କଣ ପାପ? ଆରେ ଆମ ଏ ରାଜଉଆସ ମଧ୍ୟରେ ଜମାରୁ କେହି ନାହାନ୍ତି, କେବଳ ତୁ ଆଉ ମୁଁ। ଏ କଥା କେହି ମଧ୍ୟ ଜାଣିପାରିବେନି ଶ୍ରାବଣ। ଇଏ ମା, ଆମ ଏ ରାଜଉଆସ ମଧ୍ୟରେ କେହି ନଥିଲେ ବି ସେଇ ଧର୍ମ ଦେଖୁଛନ୍ତି ମା, ସେଇ ଧର୍ମ ଦେଖୁଛନ୍ତି। ଆଉ ଏଇ ଚାରିଦିଗ ପାଲ। ଆରେ ତୁ କାହିଁ ଏଆଡୁ ସିଆଡୁ କଥା ଗୁଡ଼ା ଭାବି ଆସୁଛୁ? ନାଇଁ ମା, ସତରେ ଶ୍ରାବଣ, ନାଇଁ ମା, ମୋ ଦେହଟାକୁ, ମୋ ଯୌବନକୁ ମୁଁ ଆଉ ଜମାରୁ ସମ୍ଭାଳି ପାରୁନି। ଇଏ ମା, ନାଇଁ ମା, ଥରୁଟି ମୋ କଥାରେ ତୁ ରାଜି ହେଇଯାରେ ନାଇଁ ମା, ଶ୍ରାବଣ। ତୁମେ ମୋତେ କ୍ଷମା କରିଦେବ ମା। ଏ ଶ୍ରାବଣ ମା ଯୌବନ ମୋରା ସମ୍ଭାଳି ହେଉନି, ଆଧନ ମଣିଆ। ନାଇଁ ମା, ନାଇଁ ହଁ ରେ ଶ୍ରାବଣ, ନାଇଁ ମା, ନାଇଁ କେବେ ନୁହଁ।
যৌবন মোর সম্ভালে হেউনি আধন মণিয়া যৌবন মোর সম্ভালে হেউনি আধন মণিয়া সুন্দর চেহারা দেখি তোর সুন্দর চেহারা দেখি তোর আজি পাগলিত সব সমান যৌবন মোর সম্ভালে হেউনি আধন মণিয়া যৌবন মোর সম্ভালে হেউনি আধন মণিয়া শ্রাবণ মা সତରେ ତୁମେ ପାଗଳ ହେଇଗଲ। ହଁ ଏଇ ତ ରୂପ ଯୌବନଟାକୁ ଦେଖିକି ସତରେ ମୁଁ ପାଗଳି ହେଇଯାଇଛି। ଏ ଶ୍ରାବଣ ବୃଦ୍ଧ କାଳ ହେଲା ତୋହର ପିତାର ଦେଉ ନାହିଁ ମତେ ଶାନ୍ତି ଚଟପଟ ହୁଏ ରାତି ଉଜାଗରେ ତୋ କଥାକୁ ଭାବି ଚିନ୍ତେ ବୃଦ୍ଧ କାଳ ହେଲା ତୋହର ପିତାର ଦେଉ ନାହିଁ ମତେ ଶାନ୍ତି ଚଟପଟ ହୁଏ ରାତି ଉଜାଗରେ ତୋ କଥାକୁ ଭାବି ଚିନ୍ତେ ତୋ ପ୍ରେମରେ ଅନ୍ଧୁଣି ମୁଁ ମୋ ହୃଦୟକୁ ଥରେ ଛୁଁ ତୋ ପ୍ରେମରେ ଅନ୍ଧୁଣି ମୁଁ ମୋ ହୃଦୟକୁ ଥରେ ଛୁଁ ସହଳ ଯୌବନ ଉଛୁଳି ଯାଇ ସହଳ ଯୌବନ ଉଛୁଳି ଯାଇ ଆମ ଶରୀରରେ ଲାଗିଯା ଏ ଶ୍ରାବଣ ମା ଯୌବନ ମୋର ସମ୍ଭାଳେ ହେଉନି ଆଧନ ମଣିଆ ଯୌବନ ମୋର ସମ୍ଭାଳେ ହେଉନି ଆଧନ ମଣିଆ ଶ୍ରାବଣ ତୁ କଣ ସତରେ ତୁ ମୋ ପ୍ରସ୍ତାବରେ ରାଜି ନୁହ ନାଇଁ ମା ନାଇଁ ଏ ଜନ୍ମରେ କଣ ଏ ଶ୍ରାବଣ 7 ଜନ୍ମ ନେଲେ ବି ତୁମ ପ୍ରସ୍ତାବରେ କେବେ ବି ରାଜି ନୁହଁ ମା ସତରେ ତୁ ମୋ ପ୍ରସ୍ତାବରେ ରାଜି ନୁହ କେବେ ନୁହଁ ମା କେବେ ନୁହଁ ଆରେ ଏ ଶ୍ରାବଣ ମୁଁ ଭାବୁଥିଲି ତୁ ହଉଛୁ ଗୋଟିଏ ପୁରୁଷ ହେଲେ ତୁ ହଉଛୁ ପୁରୁଷ ନାଁରେ ଗୋଟିଏ ନପୁଂସକ 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 ମା ମୁଁ ତୁମକୁ ଛୋଟ ବେଲୁ ଦେବୀ ଭଳି ପୂଜା କରିଥିଲି ହେଲେ ମା ତୁମେ ଦେବୀ ନୁହଁ ତୁମେ ହେଉଛ ଗୋଟିଏ କାଲ ନାଗୁଣୀ କଣ କହିଲୁ
ତୁ ଆଜି ମତେ କାଲ ନାଗୁଡ଼ି କହିଗଲ। ହଁ ତୁମେ ହେଉଛ ଗୋଟିଏ କାଲ ନାଗୁଣୀ। ଆରେ ତୁ ଯେତେବେଳେ ମତେ କାଲ ନାଗୁଡ଼ି ସଜାଇଛୁ ନା ତାହେଲେ କାଲ ନାଗୁଡ଼ିର ଫୁଙ୍କଟାକୁ ସମ୍ଭାଳିନେ ଶ୍ରାବଣ ଫୁଙ୍କଟାକୁ ସମ୍ଭାଳିନେ। ଆରେ ମୁଁ ତତେ କେତେଥର କହିଛି ମୋ ମନଟାକୁ ତୁ ଥରିଟିଏ ଶାନ୍ତି କରିଦେ, ହେଲେ ତୁ ତ ଆଜି ମୋ ପ୍ରସ୍ତାବରେ ଜମାରୁ ରାଜି ହେଲୁନି ନା। ତୁମେ ତୁମେ ଏମିତି ଜିନିଷ କିଣିବନି ମା। ଯାହା ଏ ଶ୍ରାବଣର ସର୍ବନାଶ ହେଇଯିବ ମା। ଏ ଶ୍ରାବଣର ସର୍ବନାଶ ହେଇଯିବ। ଆରେ ନାଇଁ ମା, ତୋର ସର୍ବନାଶ ହବ ନା ନାହିଁ ସେ କଥା ମୁଁ ଜାଣେନି, କେବଳ ମତେ ମୋ ମନଟାକୁ ଶାନ୍ତି ଦରକାର, ଶାନ୍ତି ଶାନ୍ତି ଶାନ୍ତି।